ନମୋ ନମଃ। ଏହି କାଳାଂଶ ତରଫରୁ ମୁଁ ଅଷ୍ଟମ ଶ୍ରେଣୀର ସମସ୍ତ ଭାଇ ଓ ଭଉଣୀମାନଙ୍କୁ ସ୍ୱାଗତ ଓ ଅଭିନନ୍ଦନ ଜଣାଉଛି। ଆଜି ଆମେ ଅଷ୍ଟମ ଶ୍ରେଣୀର ମାତୃଭାଷାର ଯେଉଁ ଗଳ୍ପର ଅବଶିଷ୍ଟାଂଶ ଥିଲା ତାକୁ ଅଧ୍ୟୟନ କରିବା। ଆମେ ପୂର୍ବ କ୍ଲାସ୍ରେ ପୃଷ୍ଠା 83, 84, 85 ପଢ଼ୁଥିଲୁ। ଆଜି 86 ପୃଷ୍ଠା ପଢ଼ିବା। ତା ପୂର୍ବରୁ ଆମେ ଯେଉଁ ପ୍ରସଙ୍ଗ ପଢ଼ିଥିଲୁ ମୁଁ ତାକୁ ଟିକେ ଅଳ୍ପରେ କହିଦେଉଛି। କ'ଣ ପୂର୍ବରେ ଆମର କଥା ଥିଲା ଯେ ଲେଖକ ହେଲେ କିଏ? ରାଜକିଶୋର ରାୟ। ତାଙ୍କର ପତ୍ନୀ ହେଲେ ସୁନନ୍ଦା। ତାଙ୍କୁ ଉପହାର ଦେବା କଥା କହିଛନ୍ତି। ଏକଥା ଶୁଣି ସୁନନ୍ଦା ଉତ୍ଫୁଲ୍ଲିତ ହୋଇ ଉଠିଛନ୍ତି। ଆଉ ମଧ୍ୟ କ'ଣ କ'ଣ କିଣାଯିବ, ତାଙ୍କର କ'ଣ କ'ଣ ଦରକାର ଉପହାର, ସେ କଥା ମଧ୍ୟ ସେସବୁ କହିଛନ୍ତି। ଆଉ ତାପରେ ଲେଖକ ମଧ୍ୟ ପଚାରୁଛନ୍ତି କାହାକୁ କାହାକୁ କେଉଁ କେଉଁ ଅତିଥିକୁ ନିମନ୍ତ୍ରିତ କରାଯିବ, ସେସବୁ କଥା ମଧ୍ୟ ସେ କହିଛନ୍ତି। ଏସବୁ କଥା ହେଉଥିବା ସମୟରେ ତାଙ୍କର ଚାକର ହେଉଛି କିଏ? ରମୁ। ସେ ଆସି କହିଛି ଯେ ତାଙ୍କ ପାଖରେ ଥିବା ଦୁଃଖିଆ ବୋଲି ଗୋଟିଏ ପିଲା, ତାର ମା ଆସି ସେ ଦୁଃଖିଆକୁ କ୍ଷୀର ଟିକେ ପିଆଇ ବୋଲି ଚିନି ମାଗିଛି। ସୁନନ୍ଦା କଥା କହୁଥିବା ବେଳେ ଯିଏ ଆସି ତାଙ୍କ କଥାରେ ବାଧା ଦିଏ ସୁନନ୍ଦା ରାଗି ଯାଆନ୍ତି। ସେଥିପାଇଁ ବିରକ୍ତ ହୋଇ କହିଛନ୍ତି ଚିନି ଫିନି କିଛି ନାହିଁ। କିନ୍ତୁ ଲେଖକ ତ ହେଲେ ଖାଣ୍ଟି ବାସ୍ତବାଦୀ। ସେ କିନ୍ତୁ କାହାରି ଦୁଃଖକୁ ଦେଖି ସହିପାରନ୍ତି ନାହିଁ। ସେ ଉଠି ସାଙ୍ଗେ ସାଙ୍ଗେ କହିଛନ୍ତି। ସବୁ କଥା ବୁଝି ଜାଣି ସାରିଲା ପରେ ଦୁଃଖିଆକୁ ରମୁକୁ କହିଛନ୍ତି, ତାଙ୍କର ଚାକର ରମୁକୁ କହିଛନ୍ତି ଦୁଃଖିଆ ବଡ଼ ହେବା ପର୍ଯ୍ୟନ୍ତ ତାକୁ ପ୍ରତ୍ୟେକ ଦିନ କ୍ଷୀର ଗୋଟିଏ କେଜି, ମାନେ ସେର ହିସାବ, ସେତେବେଳେ ଚାଲିଥିଲା ପୁରାତନ ସମୟରେ ସେରର ମାପ ଚାଲିଥିଲା। ସେଇ ସେରରେ ସେରେ କ୍ଷୀର ଦେବା ପାଇଁ କହିଛନ୍ତି। ଆଉ ଚିନି ମଧ୍ୟ ସେରେ ଦେଇଛନ୍ତି। ପିଲାଟି ବଡ଼ ହେବା ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ତାଙ୍କ ଘରୁ ଆସି ସେରେ କ୍ଷୀର ନେଇଯିବା କଥା କହିଛନ୍ତି। ଏହିଭଳି କଥା ସେତେବେଳେ ଚାଲିଥିଲା। ତାପରେ କେମିତି ଲେଖକ ସୁନନ୍ଦାକୁ ସାଙ୍ଗରେ ନେଇ ବଜାରକୁ ଯାଇଛନ୍ତି ଉପହାର କିଣିବା ପାଇଁ। ସେଇ ଉପହାର କିଣିବାକୁ ଯିବା ସମୟରେ ବଜାରର ଦୃଶ୍ୟ କିପରି ଥିଲା, କ'ଣ ସବୁ ଥିଲା, ଆମେ ସେଇ ବିଷୟରେ ବର୍ତ୍ତମାନ ପଢ଼ିବା। ତୁମେମାନେ ଶୁଣ, ମୁଁ ପଢ଼ୁଛି, ତୁମେମାନେ ଶୁଣ। ତାର ଯେଉଁ ସବୁ ଶବ୍ଦର ଅର୍ଥ ମଧ୍ୟ କହିବି, ତୁମେ ତାକୁ ଲେଖି ରଖିବ। ବିଷୟ ହେଲା, ପୃଷ୍ଠା ଆମର ହେଉଛି 86 ପୃଷ୍ଠା। ସହରର ଛକ ଜାଗାମାନଙ୍କରେ ଜନସମାଗମ ବେଶୀ। ଦୁର୍ଗା ପୂଜା ଚାଲିଛି, ସେଥିପାଇଁ ସହରର ଛକ ଜାଗାମାନଙ୍କରେ ଜନସମାଗମ ବେଶୀ, ମାନେ ଜନଗହଳି ବେଶୀ ଦେଖାଯାଉଛି। ଶାରଦୀୟ ପୂଜାର ସମ୍ଭାର ନଗରର ବୁକୁ ଉପରେ ଐନ୍ଦ୍ରଜାଲିକ ଶୋଭା ରଚନା କରିଛି। ଶାରଦୀୟ ପୂଜା ମାନେ କ'ଣ? ଦୁର୍ଗା ପୂଜା ଦୁଇ ପ୍ରକାର, ଦୁଇଟି ଋତୁରେ ହୁଏ। କ'ଣ? ବସନ୍ତ ଋତୁରେ ହୁଏ। ସେଥିପାଇଁ ତାକୁ ବସନ୍ତ ଋତୁରେ ହେଉଥିବା ଦୁର୍ଗା ପୂଜାକୁ କ'ଣ କୁହାଯାଏ? ବାସନ୍ତୀ ପୂଜା ବୋଲି କୁହାଯାଏ। ଏଟା ଶରତ ଋତୁରେ ହେଉଥିବାରୁ ଶାରଦୀୟ ପୂଜା ବୋଲି କୁହାଯାଉଛି। ଏହି ଶରତ ଋତୁରେ ଦୁର୍ଗା ଦେବୀଙ୍କୁ ପୂଜା କରି ରାମଚନ୍ଦ୍ର ରାବଣଙ୍କ ସହିତ ଯୁଦ୍ଧ କରିବା ପାଇଁ ଯାଇଥିଲେ। ସେଥିପାଇଁ ଏଇଠି ଶରତ ଋତୁରେ ହେଉଥିବାରୁ ଆକୁ ଶାରଦୀୟ ପୂଜା ବୋଲି କୁହାଯାଏ। ଏହି ଶାରଦୀୟ ପୂଜାର ସମ୍ଭାର ଶବ୍ଦର ଅର୍ଥ ହେଉଛି କ'ଣ? ବିସ୍ତାର। ସେଇ ସମ୍ଭାର ବିସ୍ତାର ନଗରର ବୁକୁ ଉପରେ, ନଗର ମାନେ ସହରର, ବୁକୁ ମାନେ ଛାତି ଉପରେ ଐନ୍ଦ୍ରଜାଲିକ ଶୋଭା ରଚନା କରିଛି। ଐନ୍ଦ୍ର ଶବ୍ଦର ଅର୍ଥ ହେଉଛି କ'ଣ? ଯେମିତି ଗୋଟେ ଯାଦୁଗର ଆସିଲେ, ଯେତେବେଳେ ଆମର ବିଦ୍ୟାଳୟକୁ ଗୋଟେ ଯାଦୁଗର ଆସେ, ସେ କ'ଣ କରିଥାଏ? ତାର ସୁନ୍ଦର ଭାବରେ ତାର ଯାଦୁଗରକୁ ରଚନା କରି ଦେଖାଇଥାଏ। ସେଇଭଳି ଯାଦୁଗରୀ ଚାତୁରୀରେ ସଜା ଯାଇଛି ଦୁର୍ଗା ଶାରଦୀୟ ପୂଜାର ସେଇ ସମ୍ଭାର ନଗରର ବୁକୁ ଉପରେ। ସେଇ ଯାଦୁଗରୀର ଚାତୁରୀ ଭଳି ସଜା ଯାଇଛି, ସୁନ୍ଦର ଭାବରେ ଶୋଭା ରଚନା କରିଛନ୍ତି। କାହାର ଯେପରି ଅବକାଶ ନାହିଁ, ନାହିଁ ଅବସର କିମ୍ବା ଅବସାଦ କାହାରି ପାଖରେ ନାହିଁ। ସୁନନ୍ଦାଙ୍କୁ ମୋର ପାଖେ ପାଖେ ଚଲେଇ ମୁଁ ଯାଉଛି ତାଙ୍କ ପାଇଁ ପୂଜାର ଉପହାର କିଣିଦେବା ପାଇଁ। ସୁନନ୍ଦା କେବେ ପାଦରେ ଚାଲି ଚାଲି ଯାଇନାହାନ୍ତି। ପାଦରେ ଚାଲିବାର ତାଙ୍କର ଅଭ୍ୟାସ ନାହିଁ। ସେଥିପାଇଁ ଧନୀ ଘର ଝିଅ, ସେଥିପାଇଁ ସୁନନ୍ଦାଙ୍କୁ ସେ ତାଙ୍କର ପାଖେ ପାଖେ ଚଲାଇ ଯାଉଛନ୍ତି ତାଙ୍କ ପାଇଁ ପୂଜାର ଉପହାର କିଣିଦେବା ପାଇଁ। କିଏ? ନା ଲେଖକ ରାଜକିଶୋର ରାୟ। ହଠାତ୍ କାହିଁକି ସୁନନ୍ଦା ମୋର ଦୃଷ୍ଟି ଆକର୍ଷଣ କରାଇ କହିଲେ, ଇହ୍ ଇଲୋ କେଡ଼େ ଅସନା ପିଲାଟାଏ ମ। ହଠାତ୍ ଯାଉଥିବା ସମୟରେ ସୁନନ୍ଦା ଦେଖିଛନ୍ତି ରାସ୍ତା କଡ଼ରେ ଗୋଟିଏ ଦୃଶ୍ୟ ଦେଖି କହୁଛନ୍ତି, ଇହ୍ କି ଇଲୋ କେଡ଼େ ଅସନା ପିଲାଟାଏ ମ।
ମୁଁ ବୋଧେ ହୁଏ ଆଉ କ'ଣ ଭାବୁଥିଲି। ସେତେବେଳେ ଲେଖକ ରାଜକିଶୋର ରାୟ ଆଉ କ'ଣ ଭାବୁଥିଲେ। ଚାଲୁ ଚାଲୁ କହିଲି, କେଉଁ ପିଲା? କେଉଁ ପିଲା କଥା କହୁଛ? ମାଗନ୍ତାଟାଏ। ଦେଖମ ମାଗୁଥିବା ପିଲା ବୋଧେ। ଦେଖମ କୁକୁର ବାନ୍ତିଗୁଡ଼ାକ କେମିତି ଚାଟି ପକାଉଛି। କୁକୁରର ବାନ୍ତିଗୁଡ଼ିକକୁ କିପରି ସେ ପିଲାଟି ଚାଟି ପକାଉଛି। ଇହି ଇଲୋ ମାଲୋ, ଥୁ। ମା କି ତାର କ'ଣ ଗାତ ଚୁଲି ହବ ଛିଡ଼ା ହୋଇଛି। ପୁଣି ଦେଖି କହୁଛନ୍ତି ସୁନନ୍ଦା ତା ମା କି ଗାତ ଚୁଲି ହବ ଦେଖୁଛି ତା ଛୁଆଟା ଯାଇକି କୁକୁର ବାନ୍ତି ଗୁଡ଼ିକୁ ଖାଇଦେଉଛି, କିଛି କହୁନି। ତାକୁ ଅନାଇଛି ଖାଲି ବାଲୁ କରି। ଚାଲ ମୋ ମୁଣ୍ଡ କ'ଣ ହୋଇଯାଉଛି। ଚାଲ। ଏ ଦୃଶ୍ୟ ଦେଖି ସୁନନ୍ଦାଙ୍କର ମୁଣ୍ଡ କ'ଣ ହୋଇଯାଉଛି କହୁଛନ୍ତି ଲେଖକଙ୍କୁ, ଚାଲ ପଳେଇଯିବା, ଚାଲ। ସୁନନ୍ଦାର ବିସ୍ଫାରିତ ନେତ୍ରର ଦୃଷ୍ଟି ଯେଉଁଆଡ଼େ ତାଙ୍କୁ ଅଭିଭୂତ କରି ଥାଣୁ ଭଳି ଛିଡ଼ା କରେଇଛି, ସେଇଆଡ଼େ ମୁଁ ଚାହିଁ ଦେଖିଲି ଯାହା ତା ମଣିଷ କେଭେ ସଜ୍ଞାନରେ ଦେଖିଲେ କମ୍ପି ଉଠିବ। ମାନେ ସୁନନ୍ଦାଙ୍କର ସେଇ ବିସ୍ଫାରିତ ନେତ୍ର, ମାନେ ଖୋଲି କରି ଆଖିଟିକୁ ବଡ଼ ଆଖିରେ ଦେଖୁଥିଲେ ଯେଉଁ ନେତ୍ରର ଦୃଷ୍ଟି ଯେଉଁଆଡ଼େ ତାଙ୍କୁ ଅଭିଭୂତ କରି ଥାଣୁ ଭଳି ଛିଡ଼ା କରିଥିଲା, ମାନେ ପଥର ଭଳି ସେ ଛିଡ଼ା ହୋଇଯାଇଥିଲେ, ସେଇଆଡ଼େ ଚାହିଁଲେ କିଏ? ଲେଖକ। ମୁଁ ଚାହିଁ ଦେଖିଲି ଯାହା। ଲେଖକ ତ ଥିଲେ ସାଧାରଣ ଭାବରେ ବାସ୍ତବବାଦୀ, ହେଲେ ସେ ବି ମଧ୍ୟ କହିଲେ ଥରି ଉଠିବ ଦେହ। ଏଭଳି ଦୃଶ୍ୟ ଥିଲା। ମୁଁ ଚାହିଁ ଦେଖିଲି ଯାହା ତା ମଣିଷ କେବେ ସ୍ୱଜ୍ଞାନରେ ନିଜ ଜ୍ଞାନରେ ଦେଖିଲେ ମଧ୍ୟ କମ୍ପି ଉଠିବ, ତା ଦେହ ଥରି ଉଠିବ। ଅନ୍ଦାଜ 5 ବର୍ଷର ମଣିଷ ପିଲା। ଅନୁମାନ କରାଯାଏ ପିଲାଟିର ବୟସ କେତେ ହେଇଥିବ ନା 5 ବର୍ଷର ମଣିଷ ପିଲା। ମୁଣ୍ଡଟା ତାର ହାଣ୍ଡି ଭଳି ହେଇଛି, ମାଟିରେ ତିଆରି ହେଇଥିବା ହାଣ୍ଡି ଭଳି ହୋଇଛି। ଉଦର ହେଲା ପେଟଟା ଏମିତି ଫୁଲିଛି ଯେ ଅସମ୍ଭବ ଭାବରେ ଫୁଲିଛି। ଆଖି ନାହିଁ, କେବଳ ଗାଡ଼ 2ଟା। ଆଖି ମାନେ ପଶି ଯାଇଛି ଭିତରକୁ, ଖାଇବାକୁ ନ ପାଇ ଆଖି ସବୁ ଗଳି ଯାଇଛି ଭିତରକୁ, ଯଦ୍ୱାରା ଖାଲି ହାଡ଼ ଦେଖାଯାଉଛି, ଆଖି ଦେଖାଯାଉନାହିଁ। ଗୋଟିଏ ଧାର ପିମ୍ପୁଡ଼ି ସେଇ ଗାଢ଼ 2ଟା ଆକ୍ରମଣ କରିବାକୁ ଆଗେଇଛନ୍ତି। ପିମ୍ପୁଡ଼ି ମାନେ ସେଇ ଗାଢ଼ 2ଟାକୁ ଆକ୍ରମଣ କରିବାକୁ ଲାଗିଛନ୍ତି, ସେ ଆଖି ଉପରେ ଥିବା ଗାଢ଼ 2ଟିକୁ। ପିଲାଟିର ହାତ ଆଉ ଗୋଡ଼ ଏଇ 4 ଖଣ୍ଡ କାଉଁରିଆ କାଠି ପରି ହୋଇଛି। କାଉଁରିଆ ମାନେ ହାଡ଼, ଯେଉଁ କାଉଁରୀ କାଠ କହନ୍ତି ହାଡ଼କୁ ନେଇକି, ସେଇ କାଉଁରିଆ କାଠି ପରି ହୋଇଛି। ହାଡ଼ ତଳକୁ ଚିପି ହୋଇଯାଇଛି ଚମ। ହାଡ଼ ଗୁଡ଼ିକକୁ ଚମଡ଼ା ସବୁ ଟାଣିକି ଧରିଛି, ଯେମିତି ଚାପି ହୋଇଯାଇଛି। ଆଉ ହନୁ ହାଡ଼ 2ଟା ମୁଣ୍ଡ ଖପୁରିରୁ 8 ଆଙ୍ଗୁଳି ଲେଖାଏଁ ବାହାରି ଆସିଛି। ଏଇ ମୁଣ୍ଡର କପାଳର ହାଡ଼ଟା 8 ଆଙ୍ଗୁଳି ଲେଖାଏଁ ଆଗକୁ ବାହାରି ଆସିଛି। ଏମିତି ହନୁ ହାଡ଼ 2ଟା ମୁଣ୍ଡ ଖପୁରିରୁ 8 ଆଙ୍ଗୁଳି ଖଣ୍ଡେ ବାହାରି ଆସିଛି। କୁକୁରଟାର ସଦ୍ୟ ବାନ୍ତିରୁ, କୁକୁରଟି ସାଙ୍ଗେ ଯେଉଁ ବାନ୍ତି କରିଥିଲା, ସେଇ ବାନ୍ତିରୁ ଯେଉଁ କ୍ଷଣ ବାଷ୍ପ ବାହାରୁଛି, ବାନ୍ତି କଲେ ଯେଉଁ ସାଙ୍ଗେ ବାନ୍ତି କରିଥିବାର ଯେଉଁ ବାଷ୍ପ ବାହାରେ, ସେଇ ବାସ୍ନା କ୍ଷଣ ବାଷ୍ପ ବାହାରୁଛି, ତାକୁ ଶୁଙ୍ଘି ହତଭାଗା ବାଁ ହାତ ପାପୁଲିରେ ପୁଷେ ବାନ୍ତି ଧରି, ବାଁ ହାତର ପାପୁଲିରେ ସେ ପୁଷେ, ମାନେ ଏମିତି ହାତକୁ ପୁଳା କଲେ ଯେମିତି ସେଇ ଯାହା ଧରେ, ସେଇ ପୁଷେ ବାନ୍ତି ଧରି ଡାହାଣ ହାତର ଖଡ଼ିକା ଭଳି ଆଙ୍ଗୁଠିରେ ଦେଇ ସେଇ ବାନ୍ତି ଭିତର ତଣ୍ଡୁଳ କେତୋଟାକୁ ପାଟିକି ପକାଇ ଦେଉଛି ଟପ୍। ବାଁ ହାତରେ ଧରୁଛି ଧର ବାନ୍ତିକୁ, ତା ଦେହରେ ଥିବା ଚାଉଳ, ତଣ୍ଡୁଳ ଶବ୍ଦର ଅର୍ଥ ହେଉଛି କ'ଣ? ଚାଉଳ। ତା ଦେହରୁ କେତୋଟି ଚାଉଳକୁ ଖୁଣ୍ଟି ପାଟିରେ ପକାଇ ଦେଉଛି ଟପ୍ କରି। ତାର ବୁଭୁକ୍ଷା ଯେପରି ଅପ୍ରତିହତ ବିରାଟ ଥିଲା। ବୁଭୁକ୍ଷା ମାନେ କ୍ଷୁଧା, ତାର କ୍ଷୁଧାର ଜ୍ୱାଳା ବିରାଟକାୟ ଥିଲା। ତାପରେ ଦେଖିଲି ଟୋକାଟା ଭାତ ଦାନା ବାନ୍ତି ଭିତର ଆଉ ଘାଣ୍ଟି ନ ପାରି ପୋଷାକ ଯାକ କୁକୁର ବାନ୍ତି ଢୋକି ଦେଲା ପାପୁଲି ଠେଲି। ତାପରେ ଲେଖକ କହୁଛନ୍ତି ଦେଖିଲେ ଯେ ଏତେ, ମାନେ ପିଲାଟା କ୍ଷୁଧାରେ ଯେ ଏତେ ବ୍ୟାକୁଳ ଥିଲା, ଶେଷରେ ସେ କ'ଣ କଲା, ସେଇ ବାନ୍ତି ଭିତର ଆଉ ଘାଣ୍ଟି ନ ପାରି ତାର ପୋଷାକଟିକୁ ବାନ୍ତିରେ ଉଡ଼ାଇ ତାକୁ କୁକୁର ବାନ୍ତି ଢୋକି ଦେଲା ପାପୁଲି ଠେଲି ସେ ପୋଷାକ ସହ। ଏ ଦୃଶ୍ୟ ଦେଖି ଲେଖକଙ୍କର ଛାତିଟା କ'ଣ ହେଲା ନା ଧଡ଼ କିନା ହୋଇ ସ୍ପନ୍ଦନହୀନ ହୋଇଗଲା। ଏଭଳି ଦୃଶ୍ୟ ଦେଖି, ଖାଇବାକୁ ନ ପାଇ ପିଲା ଏମିତି ହେଉଛନ୍ତି ଦେଖି ତାଙ୍କ ଛାତିଟି ସ୍ପନ୍ଦନହୀନ ହୋଇଗଲା।
ନିଜକୁ ସମ୍ଭାଳି ନେଇ ସ୍ତ୍ରୀକୁ ଅନାଇଲି। ନିଜକୁ ସମ୍ଭାଳି ନେଇ ସେ କହିଲେ ଦେଖିଆ ସୁନନ୍ଦାଙ୍କର କ'ଣ ହେଇଛି। ସୁନନ୍ଦାଙ୍କୁ ଅନାଇଲି। ସେ ନାକରେ ପଣତ ଦେଇ ଥୁ ଥୁ କରୁଛନ୍ତି। ମାନେ ଶାଢ଼ୀର କାନିକୁ ପଣତ କାନି କୁହାଯାଏ। ସେ ପଣତ କାନିକୁ ଦେଇ ଥୁ ଥୁ କରୁଛନ୍ତି। ଆଉ ହତଭାଗାର ମା ଆଡ଼କୁ ଚାହିଁ ଦେଖିଲି। ଦେଖିଆ ତା ମା କ'ଣ କରୁଛି ଦେଖିଲି। ଏକ ହୃଦୟ ବିଦାରକ ଦୃଶ୍ୟ ଦେଖି ହେବ ନାହିଁ। ହୃଦୟ ଫାଟିଯିବ ଯେମିତି। ନର୍ଦ୍ଦମା ଉପରେ ଭାସମାନ ଖଲି ଖଣ୍ଡେ। ନର୍ଦ୍ଦମା ନାଳ ନର୍ଦ୍ଦମା ଯେଉଁ ଥାଏ ସବୁ ପଚା ଛଡ଼ା ସବୁ ଜିନିଷ ଭାସୁଥାଏ। ତାର ଦେହରେ ଭାସୁଥିବା ଗୋଟେ ଖଲି ଖଣ୍ଡେ। ପଡ଼ି ଉଠି ଦୌଡ଼ୁଛି ଅଭାଗୀ। ସେ ଖଲିଟିକୁ ଆଣିବ, ତା ଭିତରେ କିଛି ଖାଦ୍ୟ ଥିବ ଖାଇବ ବୋଲି ସେ ପଡ଼ି ଉଠି ଦୌଡ଼ୁଛି ଅଭାଗୀ। ସେଇ ଖଲି ଖଣ୍ଡି ଛାଣି ଆଣି ପୂତି ଗନ୍ଧମୟ ନର୍ଦ୍ଦମାରୁ, ସେଇ ପୂତି ଗନ୍ଧମୟ ନର୍ଦ୍ଦମାରୁ ଛାଣି ଆଣିଛି ଅଭାଗିନୀ। ବୋଧହୁଏ ସେ ଆଶା କରିଥିଲା, ବହୁତ ଭରସା ରଖିଥିଲା ଭାଗ୍ୟ ଉପରେ। କହିଲା ତା ଭିତରେ କିଛି ଖାଦ୍ୟ ଥିବ ଖାଇବ। ସେ ବି ମଧ୍ୟ କ୍ଷୁଧାରେ, ଅତ୍ୟନ୍ତ କ୍ଷୁଧାରେ ବ୍ୟାକୁଳ ଥିଲା। ଲୋଭୀ ତସ୍କର ଭଳି ଖଲିଟାକୁ ସାଉଁଟି ଆଣି ମେଲେଇ ଦେଖେ ତ ସବୁ ଶୂନ୍ୟ। ତା ଭିତରେ ଦେଖିଲା ବେଳକୁ କିଛି ନାହିଁ। ସେ ଯେଉଁ ଲୋଭରେ ତସ୍କର ଭଳି ଯାଇଥିଲା, ଖୁଣ୍ଟି ଆଣିଥିଲା ସେଇ ପୂତି ଗନ୍ଧମୟ ନର୍ଦ୍ଦମାରୁ, ହେଲେ ତା ଭିତରେ କିଛି ଦେଖିଲା ବେଳକୁ ନାହିଁ। ସବୁ ଶୂନ୍ୟ। ଏହା ଦେଖି ତାର ଆଖି ଆଗରେ ସବୁ ଘନ ଅନ୍ଧକାର ଦେଖାଗଲା ତାକୁ। ଯେପରି ଶତ ସହସ୍ର ଭୂମଣ୍ଡଳ ସେଇ ମହାଶୂନ୍ୟର ମହାଗ୍ରାସ ଭିତରେ ଲୀନ ହୋଇଯାଉଛନ୍ତି। ଯେମିତି ତାକୁ ଲାଗିଲା ଶତ ସହସ୍ର ଭୂମଣ୍ଡଳ ପୃଥିବୀ ସେଇ ମହାଶୂନ୍ୟର ମହାଗ୍ରାସ ଭିତରେ ଲୀନ ହୋଇଯାଉଛନ୍ତି, ହଜି ଯାଉଛନ୍ତି। ଧାଇଁ ଆସିଲା ସେ ରାକ୍ଷସୀ ପରି। ସେଇ ପିଲାଟିକୁ ଗୋଟେ ନିର୍ଘାତ ନାତରେ ମର କହି ପିଲାଟାକୁ ତଳେ ପକାଇଦେଲା। ମର କହି ତାକୁ ଗୋଟେ ନାତ ମାରି ତଳେ ପକାଇଦେଲା। ଆଉ ପରକ୍ଷଣରେ ତାପରେ ସେ କ'ଣ କଲା, ସେଇ ହତଭାଗିନୀ ଶୋଷି ଦେଇଗଲା କୁକୁରର କ୍ଳେଦ ମିଶା ପଚା ଲାଳ ବାନ୍ତି। କ୍ଳେଦ ମାନେ ସେଇ କାଦ ମିଶା ପଚା ଲାଳ ବାନ୍ତିକୁ ସେ ମଧ୍ୟ ନିଜେ ଖାଇ ଦେଇଗଲା। କାହିଁକିନା ସେ ଅତ୍ୟନ୍ତ କ୍ଷୁଧାରେ ବିକଳ ଥିଲା ବା କୁଳ ହେଉଥିଲା। ଡାକିଲି ଏସବୁ ଦୃଶ୍ୟ ଦେଖି ସୁନନ୍ଦାଙ୍କୁ ଡାକିଲି, ଶୁଣୁଛ? ସୁନନ୍ଦା ସେତେବେଳେ ଏମିତି ଆଶ୍ଚର୍ଯ୍ୟାନ୍ୱିତ ହୋଇ ବିସ୍ମିତ ହୋଇ ପଥର ଭଳି ଛିଡ଼ା ହୋଇଥିଲେ ଯେ ସେ ଗମ୍ଭୀର ଭାବରେ ଧୀରେ କହୁଛନ୍ତି, ରେଡ଼ିଓ ଦୋକାନ ଆଉ ଦୂରକୁ ଟିକିଏ ଅଛି। ଏଠାରୁ ଆଉ ରେଡ଼ିଓ ଦୋକାନଟି ଟିକିଏ ଦୂରକୁ ଅଛି। ରେଡ଼ିଓ? ଧୀରେ କହୁଛନ୍ତି ସୁନନ୍ଦା ସେତେବେଳେ ଏଭଳି ଦୃଶ୍ୟ ଦେଖି। ଏଭଳି ଲୋକ ପାଖରେ ଥିବା ଅହଂଭାବ ଅହମିକା ଥିବା ଲୋକ ପାଖରେ ତାଙ୍କ ମନ ଭିତରେ ପରିବର୍ତ୍ତନ ଆସିଯାଇଛି। ସେ କହୁଛନ୍ତି ରେଡ଼ିଓ ନା, ହଁ ଯିବ, ଚାଲ, ଏମିତି ଧୀରେ ଧୀରେ କହୁଛନ୍ତି। ଆଉ ତାଙ୍କ ମନରେ ସେତେବେଳକୁ ପରିବର୍ତ୍ତନ ଆସିଯାଇଛି। ତାଙ୍କ ମନରେ ଆଉ ସେଭଳି କିଛି ଭାବନା ଆଉ ନାହିଁ। ସବୁ ଦୂର ହୋଇଯାଇଛି। ସେ ଭଳି ଲୋକ ପରିବର୍ତ୍ତନ ତାଙ୍କ ମନରେ ଆସିଯାଇଛି। ସେ ବର୍ତ୍ତମାନ ଆଉ କିଛି କିଣିବା କଥା ଭାବୁନାହାନ୍ତି। ଆଉ ଆମେ ପରବର୍ତ୍ତୀ କାଳାଂଶରେ ଆଉ ଯାହା ରହିଲା ପଢ଼ିବା। ମୁଁ ରହୁଛି। ଆଉ କିଛି ପ୍ରଶ୍ନ କରିକି ପଠାଇବି, ତୁମେ ତାକୁ ଦେଖି ସେଇଭଳି ପ୍ରଶ୍ନ ଉତ୍ତର କରିବ। ପରବର୍ତ୍ତୀ କାଳାଂଶରେ ଆଉ ଦେଖା ହେବ। ରହୁଛି। ଧନ୍ୟବାଦ।